ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଯେ ସିଏମ୍ କିଷାନ ଯୋଜନାର 21ତମ କିସ୍ତି ଟଙ୍କା ପ୍ରଦାନ କେବେ କରାଯିବ ତାହା ଆଜି ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଜାଣିପାରିବେ। ତ ଭିଡ଼ିଓ शुरू କରିବା ପୂର୍ବରୁ ପହଲା ଆପଣମାନେ ହିମାଂଶୁ ଟେକ୍ନିକାଲ ୟୁଟ୍ୟୁବ୍ ଚ୍ୟାନେଲକେ ସବସ୍କ୍ରାଇବ୍ ଲାଇକ୍ ସେୟାର କରନ୍ତୁ। ତ ଚାଲନ୍ତୁ ଭିଡ଼ିଓ शुरू କରିବା। କିଷାନ 21ତମ କିସ୍ତି ପ୍ରଦାନ କରିବେ। ଦେଶର 9 କୋଟି ଚାଷୀଙ୍କୁ ଏହି କିସ୍ତିରେ 18,000 କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ସେଥିରେ ଓଡ଼ିଶାର 34,12,000 କୃଷକ ସାମିଲ ଅଛନ୍ତି। ଓଡ଼ିଶାର ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମ କୃଷି ଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇ ଓଡ଼ିଶା ଚାଷୀଙ୍କୁ ମାର୍ଗଦର୍ଶନ କରିବା ସହିତ କୃଷକମାନଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟରେ କୃଷକ ସଶକ୍ତିକରଣ ଓ କଲ୍ୟାଣ ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାର ସୁବିଧା ସୁଯୋଗ ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀ ଯେପରି ପାଇପାରିବେ ସେ ନେଇ ସରକାର ଯତ୍ନବାନ ଅଛନ୍ତି। କୃଷକମାନଙ୍କୁ ଆବଶ୍ୟକ ସମୟରେ ବିହନ, ସାର, କୀଟନାଶକ ଆଦି କିଣିବା ପାଇଁ କେନ୍ଦ୍ର ସରକାର ବାର୍ଷିକ 3ଟି କିସ୍ତିରେ 6,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପିଏମ୍ କିଷାନ ସହିତ ଓଡ଼ିଶା ସରକାର ସିଏମ୍ କିଷାନ ଜରିଆରେ 2ଟି କିସ୍ତିରେ 4,000 ଟଙ୍କା ପ୍ରଦାନ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସିଏମ୍ କିଷାନ ଯୋଜନାରେ 51.54 ଲକ୍ଷ ଚାଷୀଙ୍କୁ 1991,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ତ ଯଦି ଆପଣମାନେ ଆମର ଏଇ ଇନଫର୍ମେସନ୍ଟି ଭଲ ଲାଗିଥିଲେ ଆପଣମାନେ ହିମାଂଶୁ ଟେକ୍ନିକାଲ ୟୁଟ୍ୟୁବ୍ ଚ୍ୟାନେଲକେ ଲାଇକ୍ ସେୟାର ସବସ୍କ୍ରାଇବ୍ କମେଣ୍ଟ କରନ୍ତୁ।